ତାକୁ ଦେଖିଲା ପରେ ଆପଣ ନିଜେ ଅନୁଭବ କରିପାରୁଥିବେ ସେ କେତେ ମର୍ମାହତ। ଗୋଟେ ଛୋଟ ଛୁଆ 10 ବର୍ଷର ଏବଂ ଯେଉଁ ଛୁଆ ସ୍କୁଲରେ ପଢ଼ୁଛି ଏବଂ ଯଦି ସେ ସ୍କୁଲ ଝିଅକୁ এইভাবে ভাবে ନିର୍ଯାତନା ଏବଂ ହତ୍ୟା କରାଯାଏ ତାହେଲେ ଓଡ଼ିଶାରେ ଗୋଟେ ସରକାର ଅଛି ବୋଲି କିଏ ଭାବିବ? ବିଶେଷ ଭାବରେ ମୋହନ ବାବୁ ଯିଏକି ମୁଖ୍ୟମନ୍ତ୍ରୀ ଏବଂ ତା ସହିତ ଘରୋଇ ମନ୍ତ୍ରୀ ଅଛନ୍ତି, ଏଇ 2 ବର୍ଷ ଭିତରେ ସୌମ୍ୟଶ୍ରୀଠୁ ଆରମ୍ଭ କରି ଆପଣ ଦେଖୁଥିବେ ଅନଡିଭାଇଡେଡ୍ ବାଲେଶ୍ୱର ଜିଲ୍ଲା ଏବଂ ଏପରିକି ଭଦ୍ରକ ଜିଲ୍ଲାରେ ମହିଳା ନିର୍ଯାତନା ଏବଂ ତା ସହିତ ନାରୀ ନିର୍ଯାତନା, ଶିଶୁ ନିର୍ଯାତନା ବଢ଼ୁଥିଲେ ବି ସାହସ ହେଇନଥିଲା ଯେ ଗୋଟେ ଛୋଟ ଛୁଆକୁ ନିର୍ଯାତନା ଦେଇକି ହତ୍ୟା କରିବା। ଇଏ ଜମା ବିଶ୍ୱାସ ଯୋଗ୍ୟ ବାହାରେ। ପୁଣି ବାଲିଗାଁ ଭଳି ଗାଁରେ ପଞ୍ଚାୟତରେ ପୁଣି ପଞ୍ଚାୟତ ଅଫିସରେ ଯଦି ଏଭଳି ଘଟଣା ଘଟେ ତାହେଲେ କେବେ କିଏ ଭାବିବ ଯେ ଓଡ଼ିଶାରେ ଗୋଟେ ସରକାର ଅଛି, ଶାସନ ଅଛି? କେହି ନ ଭାବନ୍ତୁ ଏଇଟା ଆମେ ବିରୋଧୀ ଦଳ ହିସାବରେ ଏଇଟା କହୁଛୁ, ସୀମା ଟପିଗଲାଣି। ବର୍ତ୍ତମାନ ବାପା ମା ମାନେ ଆଉ ଛୁଆକୁ ସ୍କୁଲ ପଠାଇବାକୁ ବି ଚାହୁଁନାହାନ୍ତି, ଭୟଭୀତ ହେଉଛନ୍ତି। ତାଙ୍କ ସାଙ୍ଗରେ ନେଇକି ଯିବେ, ସାଙ୍ଗରେ ଆଣିବେ, ଏଟା ବି ସମ୍ଭବ ନୁହେଁ, ମାନେ ଗରିବ ଲୋକ। ତେଣୁ ଯେଉଁମାନେ ଏଇଭଳି କାର୍ଯ୍ୟ କରୁଛନ୍ତି ତାଙ୍କ ଉପରେ ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥାନ୍ତା ତାହେଲେ ସେ ଆଜି ସାହସ କରନ୍ତେ ନେଇ ଅନ୍ୟମାନେ ଏଭଳି କାର୍ଯ୍ୟ କରିବାକୁ। କିନ୍ତୁ ନିଶ୍ଚିତ ଭାବରେ ଯେଉଁଭଳି ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା ସେଟା କରାଯାଉନାହିଁ। କରାଯାଉଥିଲେ ଏଭଳି ହୁଅନ୍ତା ନାହିଁ। ଏବଂ ଯେଉଁମାନେ ଏଭଳି କରୁଛନ୍ତି ଗୋଟେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ। ସେଥିପାଇଁ ମୁଁ ମଧ୍ୟ ଅନୁରୋଧ କରିଛି ଓକିଲ ବନ୍ଧୁମାନଙ୍କୁ ଯେ ସେମାନେ ଏଇଭଳି ଯେଉଁମାନେ ନିର୍ଯାତନା ଦେଉଛନ୍ତି, ହତ୍ୟା କରୁଛନ୍ତି ଶିଶୁମାନଙ୍କୁ, ତାଙ୍କର କେସ୍ ଗୁଡ଼ିକ ନ ନିଅନ୍ତୁ ଏବଂ ଆଇନର ମଧ୍ୟ ଦରକାର ପଡ଼ିଲେ ପରିବର୍ତ୍ତନ କରାଯାଉ। ସମ୍ବିଧାନ ସଂଶୋଧନ ହେଲାଣି, ତେଣୁ ଯେଉଁମାନେ ଶିଶୁ ହତ୍ୟା କରୁଛନ୍ତି, ଶିଶୁ ନିର୍ଯାତନା ଦେଉଛନ୍ତି, ସେମାନଙ୍କୁ ଫାଶୀ ଦେବାର ବ୍ୟବସ୍ଥା କରାଯାଉ, ଆଉ କିଛି ତାର ଟ୍ରାଏଲର ବ୍ୟବସ୍ଥା ନ ରହୁ। ଆପଣ ଦେଖୁଥିବେ ଅନ୍ୟ ଦେଶରେ ଗୋଟେ ଚୋରି କଲା କ୍ଷଣି ତାକୁ ମାନେ ଫାଶୀ ଦଣ୍ଡ ହେଇଯାଉଛି, କିନ୍ତୁ ଏଠି ଗୋଟେ ନିର୍ଯାତନା ସହିତ ହତ୍ୟା ଶିଶୁ ଯାହାର ଭବିଷ୍ୟତ ଅଛି। ତେଣୁ ଏଭଳି କାର୍ଯ୍ୟ ପୁଣି ଭଦ୍ରକ ଭଳିଆ ଜିଲ୍ଲାରେ ଚାନ୍ଦବାଳି ଭଳି ଅଞ୍ଚଳରେ ହବା ଅତ୍ୟନ୍ତ ମାନେ ଅଗ୍ରହଣୀୟ। ଆମେ ଗୋଟେ ଆଦିବାସୀ ଅଞ୍ଚଳରେ କେଉଁଠି ପାହାଡ଼ ତଳେ କିଏ କ'ଣ କରିଦେଇଛି, ଆମେ ତାକୁ ଭାବିବା ଯେ ସେ ଭୁଲରେ କିଏ କରିଦେଲା, କିଏ ଗୋଟେ ଜାଣିକି କରିଦେଲା, କିଏ ଜାଣିପାରିଲେନି। କିନ୍ତୁ ଏଠି ଯେଉଁ ଏଭଳି ଭାବେ ଦିନରେ ଏଭଳି ଘଟଣା ଘଟୁଛି, ତାହେଲେ ରାତି ହେଇଥିଲେ କ'ଣ ହେଇଥାନ୍ତା? ତାହେଲେ ଏଠି ଯେଉଁମାନେ କରୁଛନ୍ତି ସେମାନେ ନିର୍ଭୟ ହେଇଗଲେଣି ଯେ ଆମ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଦଣ୍ଡବିଧାନ ମାନେ ପୁରାପୁରି ସେମାନଙ୍କୁ ଫାଶୀ ଦେଇ ଦିଆଯିବା ଉଚିତ।